ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ, ଯାହାର ନାଁ ହେଲା ଏ ଯୁଗର କାଉ। ଧନୀପୁର ଗାଁରେ ଗୋଟେ ବଡ଼ ଜାମୁକୋଳି ଗଛରେ କେତୋଟି କାଉ ରହୁଥାନ୍ତି। ଗଛଠୁ ଅଳ୍ପ ଦୂରରେ ଗୋଟେ ନଳୀରେ ପାଣି ଆସୁଥାଏ। ଲୋକେ ପାଣି ନେଇଯିବା ପରେ ସେଠାରେ କିଛି ପାଣି ଜମା ହୋଇ ରହୁଥାଏ। କାଉମାନେ ସେ ପାଣିରେ ନିଜ ଦେହ ଶୀତଳ କରନ୍ତି, ଶୋଷ ହେଲେ ପିଅନ୍ତି। ଗ୍ରୀଷ୍ମକାଳ, ଦିନ 2 ବେଳେ ଗୋଟେ ସାନ କାଉକୁ ବହୁ ଶୋଷ ହେଲା। ସେ ଯାଇ ନଳୀ ପାଖରେ ପହଞ୍ଚି ଦେଖିଲା ସେଠାରେ ବୁନ୍ଦାଏ ମଧ୍ୟ ପାଣି ନାହିଁ। ପୂର୍ବ ଦିନରୁ ପାଣି ଆସିବା ବନ୍ଦ ହୋଇଯାଇଥାଏ। ସାନ କାଉ ଜାମୁକୋଳି ଗଛ ଉପରେ ଥିବା ବୁଢ଼ା କାଉକୁ କହିଲା, ଜେଜେ, ବହୁ ଶୋଷ କଲାଣି, ପାଣି କେଉଁଠି ମିଳିବ? ମୁଁ ତ ଆଖପାଖ ସବୁଆଡ଼େ ଦେଖି ସାରିଲିଣି, କେଉଁଠି ହେଲେ ପାଣି ନାହିଁ। ବୁଢ଼ା କାଉ ଟିକେ ଭାବି କହିଲା, ଶୁଣିଛି ପୁରାକାଳରେ ଗୋଟେ କାଉକୁ ଏମିତି ଶୋଷ କରିଥିଲା। ସେ ଖୋଜି ଖୋଜି କରି ଦେଖିଲା ଗୋଟେ ପାତ୍ରରେ ଅଳ୍ପ ପାଣି ଅଛି। ସେ ଯାଇ ତା ଥଣ୍ଟ ପାଇବ ନାହିଁ। ସେ ବୁଦ୍ଧି ଖଟାଇ ପାଖରେ ଜମା ହୋଇଥିବା ଗୋଡ଼ିମାନ ଗୋଟି ଗୋଟି ଆଣି ସେ ପାତ୍ରରେ ପକାଇଲା। ଫଳରେ ଜଳେ କ୍ରମେ ଉପରକୁ ଉଠିଲା। ସେ ପାଣି ପିଇଲା। ଆମକୁ ସେହିପରି କୌଣସି ଉପାୟ କରିବାକୁ ହେବ। ସାନ କାଉ ଟିକେ ଚୁପ୍ ରହି କହିଲା, ଏହା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ? ବୁଢ଼ା କାଉ କହିଲା, ପୁରାକାଳରେ ପଣ୍ଡିତମାନେ ଉପାୟ କଥା ବର୍ଣ୍ଣନା କରିଯାଇଛନ୍ତି, ତେଣୁ ଏହାର ମୂଲ୍ୟ ବହୁତ। ଚାଲ, ଏଇ ଉପାୟରେ ନିଶ୍ଚୟ ଆମ ସମସ୍ୟାର ସମାଧାନ ହୋଇଯିବ। ବୁଢ଼ା କାଉ ଓ ସାନ କାଉ ଉଭୟ ପାଣି ସନ୍ଧାନରେ ବାହାରିଲେ। ଦୈବାତ୍ ସେମାନେ ଗୋଟେ ପାତ୍ରରେ ଅଳ୍ପ ପାଣି ଥିବାର ଦେଖିଲେ। ଭାଗ୍ୟକୁ ପାଖରେ ଗୋଡ଼ି ବି ପ୍ରଚୁର ଥିଲା। ଦୁଇ କାଉ ଉତ୍ସାହିତ ହୋଇ ଗୋଡ଼ିମାନ ନେଇ ପାତ୍ରରେ ପକାଇବାକୁ ଲାଗିଲେ। କିନ୍ତୁ ପାତ୍ରର 1/4 ନ ପୂରୁଣୁ ଦୁହେଁ ଥକ୍କା ହୋଇଗଲେ। ତଥାପି ପୁରାକାଳରେ ସେ କାଉର ଦୃଷ୍ଟାନ୍ତ ମନେ ପକାଇ ପୁଣି ଗୋଡ଼ି ପକାଇଲେ। ତେବେ କିଛି ସମୟ ପରେ ବୁଝିଲେ ଯୋଜନା ସଫଳ ହେବାର ସମ୍ଭାବନା ଅତି କମ୍। ସାନ କାଉ କହିଲା, ଜେଜେ, ତମର ସେ କାଉ କିପରି ସେଭଳି କାମ କରିଥିଲା? ମୋର ମନେ ହୁଏ ଆମେ ଦୁହେଁ ମିଶି ମଧ୍ୟ ଗୋଡ଼ି ଭର୍ତ୍ତି କରିସାରିବା ବେଳକୁ ଶୋଷରେ ଆମ ପ୍ରାଣ ବାହାରି ଯାଇଥିବ। ତମେ ମିଛ କହୁଥିଲ। ବୁଢ଼ା କାଉ କହିଲା, ଚୁପ୍, ମୁଁ ମିଛ କାହିଁକି କହିବି? ଏ ଗାଁ ଚାହାଳିର ମାଷ୍ଟର ପିଲାଙ୍କୁ ପିଟି ପିଟି ଏ କାହାଣୀ ଶିଖାଇବାର ମୁଁ ବର୍ଷ ବର୍ଷ ହେଲା ଶୁଣୁଛି, ତେଣୁ ମୁଁ ଏହାକୁ ସତ ବୋଲି ଭାବିଥିଲି। ସାନ କାଉ କହିଲା, ତମର ସେ ମାଷ୍ଟର ଚେହେରା ଦେଖିବାକୁ ମୋର ଭାରି ଇଚ୍ଛା ହେଉଛି। ମତେ ଟିକେ ତାଙ୍କ ପାଖକୁ ନେଇଗଲ। ବୁଢ଼ା କାଉର ସେଥିରେ ଆପତ୍ତି କରିବାର କୌଣସି କାରଣ ନଥିଲା। ମାଷ୍ଟରଙ୍କ ଘର ସେଠାରୁ ବେଶୀ ଦୂର ବି ନୁହେଁ। ଦୁଇ କାଉ ଦେଖିଲେ ମାଷ୍ଟ୍ରେ ଖାଇ ପିଇ ସାରି ପିଣ୍ଡାରେ ଚୌକିରେ ବସି ଆରାମ କରୁଛନ୍ତି। ଭିତରେ ପାଣି ଭର୍ତ୍ତି 2ଟି ଗରା ଥିବାର ବି ଦେଖାଗଲା। ମାଷ୍ଟ୍ରଙ୍କ ସ୍ତ୍ରୀ ବାସନକୁସନ ଧରି ଘର ପଛପଟକୁ ଗଲେ। ସାନ କାଉ ବୁଢ଼ା କାଉକୁ କ'ଣ ଚୁପି ଚୁପି କହିଲା। ତାପରେ ମାଷ୍ଟ୍ରଙ୍କ ଘର ଭିତରେ ଦେଇ ଉଡ଼ିଯାଇ ପଛପଟେ ପହଞ୍ଚିଲା। ଆଉ ହଠାତ୍ ଗୋଟେ ଚାମଚ ଥଣ୍ଟରେ ଉଠାଇ ନେଇ ପଡ଼ୋଶୀ ଘର ଛାତ ଉପରେ ବସିଲା। ମାଷ୍ଟ୍ରଙ୍କ ସ୍ତ୍ରୀ କାଉର ଏଭଳି ଆଚରଣରେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଗୋଡ଼ି ତଳୁ ଉଠାଇ ନେଇ କାଉ ଆଡ଼କୁ ଫୋପାଡ଼ିଲେ, କିନ୍ତୁ ସେଥିରେ କୌଣସି ଫଳ ହେଲା ନାହିଁ। ସାନ କାଉ ସେମିତି ବସି ରହିଥାଏ। ମାଷ୍ଟ୍ରଙ୍କ ସ୍ତ୍ରୀ ପାଟି କରି କହିଲେ, ଆରେ ଆରେ, କାଉ ଚାମଚ ଉଠାଇ ନେଇ ପଳାଇଲା। ମାଷ୍ଟ୍ର ଚୌକି ଛାଡ଼ିଦେଇ ଦୌଡ଼ିଗଲେ। ମାଷ୍ଟ୍ର ଆଉ ତାଙ୍କ ସ୍ତ୍ରୀ ପଡ଼ୋଶୀ ଘର ପାଖରେ ହେବା ବେଳକୁ ସାନ କାଉ ସେଇ ଛାତ ଉପରେ ଚାମଚ ପକାଇ ଦେଇ ଉଡ଼ିଗଲା। ତାପରେ ବୁଢ଼ା କାଉ ଆଉ ସେ ମାଷ୍ଟ୍ରଙ୍କ ଘରେ ପଶି 2 ଗରା ଉପରେ ବସି ମନ ଇଚ୍ଛା ପାଣି ପିଇବାକୁ ଲାଗିଲେ। ମାଷ୍ଟ୍ର ପଡ଼ୋଶୀ ଘର ଛାତରୁ ଚାମଚ ଗୋଟାଇ ଆଣିବା ପରେ ମାଷ୍ଟ୍ରଙ୍କ ସ୍ତ୍ରୀ ଘର ଭିତରକୁ ଆସିବା ମାତ୍ରେ କାଉ 2ଟି ଉଡ଼ିଗଲେ। ବୁଢ଼ା କାଉ ମନେ ମନେ କହିଲା, ଆଜିକାଲିକା କାଉଙ୍କର ଯେମିତି ବୁଦ୍ଧି, ଆମର ସେମିତି ନଥିଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ଏ ଯୁଗର କାଉ।